ବର୍ତ୍ତମାନ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ସ୍ଥିତି ଥରହର ହେବାକୁ ଲାଗିଲାଣି ଏବଂ ଯୁଦ୍ଧର ସ୍ଥିତିରେ ବର୍ତ୍ତମାନ ଥରହର ହେଉଛି ବିଶ୍ୱ। ବର୍ତ୍ତମାନ ଏ କ୍ଷେତ୍ରରେ ଯୁଦ୍ଧ ପରିସ୍ଥିତି ଯେତେବେଳେ ଏତେ ସଙ୍କଟାପନ୍ନ ହେଲାଣି ଏବଂ ଦେଶ ଦେଶ ମଧ୍ୟରେ ତିକ୍ତତା ଶତ୍ରୁତା ଯେତେବେଳେ ବଢ଼ିବାରେ ଲାଗିଛି ଏବଂ ଏ ନେଇକି ଆମର ଜନସାଧାରଣଙ୍କର କ'ଣ କ୍ଷତି ରହୁଛି, ତାଙ୍କର ଅର୍ଥନୀତି ଉପରେ କ'ଣ ପ୍ରଭାବ ପକାଉଛି ଏବଂ ସାଧାରଣ ଜନତାଙ୍କର ଅର୍ଥନୀତିକୁ ନେଇକି ଯେଉଁମାନେ ଫିକ୍ସ ଡିପୋଜିଟ୍ ରଖିଛନ୍ତି କିମ୍ବା ସେୟାର ମାର୍କେଟରେ ଟଙ୍କା ନିବେଶ କରିଛନ୍ତି ସେମାନଙ୍କର ମଧ୍ୟ କ'ଣ କିଛି ଏଫେକ୍ଟ ରହୁଛି ଯୁଦ୍ଧକୁ ନେଇକି, ସେ ସମ୍ପର୍କରେ ଆଜି ଆମେ ଆଲୋଚନା କରିବା। ମୋ ସାଙ୍ଗରେ ଅଛନ୍ତି ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ରାଜୀବ ଶେଖର ସାହୁ। ସାର୍ ନମସ୍କାର। ନମସ୍କାର ସାର୍, ଆକ୍ଚୁଆଲି ଆପଣ ଗୋଟେ କଥା ହଉଛି ବର୍ତ୍ତମାନ ଯେତେବେଳେ ଯୁଦ୍ଧ ଚାଲିଛି, ବର୍ତ୍ତମାନ ଯେତେବେଳେ ମିସାଇଲ ଆକ୍ରମଣ ହେଇସାରିଛି ଏବଂ ଜଣଙ୍କର ଗୋଟେ ଦେଶ ଆଉ ଗୋଟେ ଦେଶ ଉପରେ ଯୋଉ ପ୍ରତିଶୋଧ ପରାୟଣ ଭାବରେ ଯୋଉ ଆକ୍ରମଣ ଚାଲିଛି, या କ୍ଷେତ୍ରରେ ବର୍ତ୍ତମାନ ବିଶ୍ୱରେ ତାର କ'ଣ ପ୍ରଭାବ ପକାଉଛି ଏବଂ ସାଧାରଣତଃ ଅର୍ଥନୀତି ଉପରେ ତାର କ'ଣ ପ୍ରଭାବ ପକାଉଛି? ପ୍ରଥମେ ମୁଁ କିଛିଟା ବ୍ୟାକଗ୍ରାଉଣ୍ଡ ଦେବାକୁ ଚାହେଁ ଯେ ଆମେ କୋଭିଡ ଯୋଉ ପରିସ୍ଥିତି ହେଲା ଯୋଉଥିରେ ସାରା ବିଶ୍ୱ ପ୍ରଭାବିତ ହେଲା ଅର୍ଥନୈତିକ କ୍ଷେତ୍ରରେ, ସେଥିରୁ ଆମେ ନ ବାହାରିବା ପୂର୍ବରୁ ଆମର ରଷିଆ ୟୁକ୍ରେନ ଯୁଦ୍ଧ ହେଲା ଏବଂ ସେଇଟା ମଧ୍ୟ ବର୍ଷ ବର୍ଷ ଧରି ଚାଲିଲା, ଯୋଉଥିରେ ସାରା ୟୁରୋପ ସେଥିରେ ପ୍ରଭାବିତ ହେଲା। କାରଣ ରଷିଆ ହଉଛି ଗୋଟେ ମେଜର ଏନର୍ଜି ସୋର୍ସ ଟୁ ୟୁରୋପ, ତେଣୁ ସେମାନେ ପ୍ରଭାବିତ ହେଲେ ଏବଂ ୟୁକ୍ରେନ ଧ୍ୱସ୍ତ ବିଧ୍ୱସ୍ତ ହେଲା। ତାପରେ ଥିଲା ଇସ୍ରାଏଲ ଏବଂ ହାମାସ ଯୁଦ୍ଧ। ବର୍ତ୍ତମାନ ସେଟା ବ୍ୟାପିଲାଣି ଲେବାନନ, ୟେମେନ, ବର୍ତ୍ତମାନ ଇରାନ ମଧ୍ୟ ସେଥିରେ ପହଞ୍ଚି ସାରିଲାଣି ଏବଂ ଏଗୁଡିକ ସବୁ ବଡ ଅର୍ଥନୀତି। ଆପଣ ଇରାନକୁ ଯଦି କହିବେ ଏବଂ ଅନ୍ୟାନ୍ୟ ମଧ୍ୟପ୍ରାଚ୍ୟର ଦେଶମାନେ, ସେମାନେ ବହୁତ ଜଣ ସେମାନେ ଅଏଲ ପ୍ରଡ୍ୟୁସିଂ କଣ୍ଟ୍ରି ଅଲସୋ। ତେଣୁ ଏବଂ ଏକଥା ସମସ୍ତେ ଜାଣି ରଖିବା ଦରକାର ଯେ ଯେତେବେଳେ ଯୁଦ୍ଧ ହେଇଥାଏ ସେ ଦୁଇ ଦେଶ ଯେତିକି ପ୍ରଭାବିତ ହୁଅନ୍ତି, ତା ଛଡା ଯୋଉ ଦେଶ ମାନେ ସେ ଦେଶକୁ ଆମଦାନୀ ବା ରପ୍ତାନି କରିଥାନ୍ତି ସେମାନେ ମଧ୍ୟ ପ୍ରଭାବିତ ହୁଅନ୍ତି ଏବଂ ଅର୍ଥନୀତି ସଂକୁଚିତ ହେଇଥାଏ। ଏଇ ଜିନିଷକୁ ଆମେ ଯଦି ରିଏଲାଇଜ କରିବା, ଆମେ ଜାଣିବା ଯେ ଯେକୌଣସି ଜାଗାରେ ଯୁଦ୍ଧ ହେଲେ ସେ ଅଳ୍ପ ବହୁତ କୌଣସି ନା କୌଣସି ଦେଶକୁ କିଛିଟା କ୍ଷତି ସହିବାକୁ ପଡିବ। ତେବେ ଏଇ ସମୟରେ ଗୋଟେ ବଡ ଜିନିଷ ହଉଛି ଯେ କଣ କଣ ଜିନିଷ ଉପରେ ଡାଇରେକ୍ଟ ପ୍ରଭାବ ପକେଇଥାଏ ଏବଂ କୋଉ କୋଉ ଜିନିଷରେ ଇନଡାଇରେକ୍ଟ ପ୍ରଭାବ ପକେଇଥାଏ। ମୁଁ ଯଦି ଭାରତ ଅର୍ଥନୀତି କଥା କହିବି, ପ୍ରଥମେ ହଉଛି ଯେ ଅଏଲ। ଆମେ ଯୋଉ ପେଟ୍ରୋଲିୟମ ପ୍ରଡକ୍ଟ ବା ଫସିଲ ଅଏଲ, ଯୋଉଟା କି ଆମର ନିଜସ୍ୱ ପ୍ରଡକ୍ସନ ପ୍ରାୟ 16 ରୁ 18%, ଆମେ ବାକି 82-83% ଅନ୍ୟ ଦେଶମାନଙ୍କ ଉପରେ ନିର୍ଭର କରିଥାଉ। ତେଣୁ ଯେତେବେଳେ ଏଇ ଦେଶମାନେ ଇନଭଲ୍ଭ ହୁଅନ୍ତି, କମ ହଉ ବେଶୀ ହଉ, ସେଠି ନିଶ୍ଚୟ ଗୋଟେ ଯୁଦ୍ଧ ଯୋଗୁ ଅଏଲ ଦାମ ବ୍ୟାରେଲ ପିଛା ଯେମିତି ଆଗରୁ ମଧ୍ୟ ଏଷ୍ଟିମେଟ କରାଯାଇଛି $17-28 ପର୍ଯ୍ୟନ୍ତ ବଢିପାରେ ଏବଂ ବର୍ତ୍ତମାନ ପ୍ରାୟ $75 ପାଖାପାଖି ଅଛି। ଏବଂ ଭାରତ ଭଳି ଦେଶରେ ଯେତେବେଳେ ଆମେ ମେଜରିଟି ଆମେ ଇମ୍ପୋର୍ଟ କରିଥାଉ, ଏଗୁଡିକ ଆମର ଅର୍ଥନୀତିକୁ, ଆମର କରେଣ୍ଟ ଆକାଉଣ୍ଟ ଡେଫିସିଟକୁ ଏବଂ ଆମର ମୁଦ୍ରାସ୍ଫୀତିକୁ ପ୍ରଭାବିତ କରିଥାଏ। ଦ୍ୱିତୀୟ କଥା ହଉଛି ଯେ ଗୋଲ୍ଡ, ଯେତେବେଳେ ଅନସର୍ଟନିଟି ବେଶୀ ହୁଏ। ଆପଣ ଏବେ ଯୋଉ କହିଲେ ତୈଳ ଉପରେ ଯଦି ତାର ଆଫେକ୍ଟ କ'ଣ ପ୍ରଭାବ ପକେଇବ, ବର୍ତ୍ତମାନ ଯଦି ଆମେ ଦେଖାଯାଏ ଭାରତକୁ ବର୍ତ୍ତମାନ ଯଦି ମୁଖ୍ୟ ତୈଳ ରପ୍ତାନିକାରୀ ଯଦି କୁହାଯାଏ 4-5ଟି ଦେଶ ଅଛି, ଯୋଉଟା କି ରୁଷିଆ, ଇରାକ ଆଉ ସାଉଦି ଆରବ, ଏଇ ସବୁ ଜାଗାରେ ଯଦି ରୁଷିଆ ଉପରେ ବିଶେଷ କରି ଭାରତ ବେଶୀ ନିର୍ଭର କରିଥାଏ। କିନ୍ତୁ ଯଦି ଏସବୁ କ୍ଷେତ୍ର ହେଲା ତାହେଲେ ଭାରତର ପେଟ୍ରୋଲ କୁହାଯାଉଛି ଯେ ଲିଟର ପିଛା 1000 ଟଙ୍କା ବୃଦ୍ଧି ପାଇବ, ତାର କେମିତି ପାଇବ? ନାଇଁ ଦେଖନ୍ତୁ, ଆପଣ ରଷିଆ ଆମର ଗୋଟେ ନ୍ୟାଚୁରାଲ ଚଏସ୍ ଆଗରୁ ନଥିଲା, କାରଣ ରଷିଆରୁ ଅଏଲ ଆସିବା ଗୋଟେ ଲମ୍ବା ରୁଟ ଦେଇକି ଆସେ। କାରଣ ରଷିଆ ସାଙ୍ଗରେ ଆମର ଯୋଉ ପ୍ରକାର ପୋର୍ଟ ବା ମେରାଇନ ରିଲେସନସିପ ଅଛି, ଆମକୁ ଲମ୍ବା ବାଟ ଦେଇକି ଆକୁ ଆଣିବାକୁ ପଡିବ, ଯୋଉଥିପାଇଁ ମଧ୍ୟପ୍ରାଚ୍ୟ ଆମକୁ ପାଖ ପଡେ। କିନ୍ତୁ ଆମର ଗୋଟେ ସମୟ ଆସିଲା ଯେତେବେଳେ ରଷିଆ ତାର ପେଟ୍ରୋଲିୟମ ପ୍ରଡକ୍ଟ ବିକ୍ରି କରିବା ଅସୁବିଧା ହେଲା, କାରଣ ବ୍ୟାନ୍ ଲଗାଇଲା ଆମେରିକା ଏବଂ ତାକୁ ସପ୍ଲାଏ କରିବା ପାଇଁ ଭାରତ ତା ସାଙ୍ଗରେ ଗୋଟେ ଭଲ କୂଟନୈତିକ ଏବଂ ଅର୍ଥନୈତିକ ନେଗୋସିଏସନ କଲା, ଯାହାର ଫଳସ୍ୱରୂପ ଆମେ ଶସ୍ତାରେ ଏଇ କ୍ରୁଡ ଅଏଲକୁ ପାଇଲେ
ଏବଂ ଏଇଟା କ୍ରୁଡ ଅଏଲ ଶସ୍ତାରେ ପାଇବା ଯୋଗୁଁ ଆମର ଯୋଉ ଥ୍ରେଟ୍ ଥିଲା ଆଗରୁ ଯେ ଯଦି କୌଣସି କାରଣରୁ ଆମର ତୈଳ ଆମଦାନୀ ଯୋଉ ପ୍ରକାର ଆସୁଥିଲା ଆମର ରେଟ୍ ବଢି ଯାଇଥାନ୍ତା, କିନ୍ତୁ ଆମେ ବଢିବାକୁ ଦେଲୁ ନାହିଁ। ସେଥିପାଇଁ ଭାରତର କୂଟନୈତିକ ଯୋଉ ଶକ୍ତି ଅଛି ତାକୁ ଆମେ ନିଶ୍ଚୟ ଧନ୍ୟବାଦ ବା ସାଧୁବାଦ ଦେବା ଦରକାର। ଦ୍ୱିତୀୟ କଥା ହଉଛି ଯେ ମୁଁ ଯେମିତି କହିଲି ଅଏଲ ହଉଛି ଗୋଟେ ଜିନିଷ ଯୋଉଟା କି ଆମ ଅର୍ଥନୀତିକୁ ପ୍ରଭାବିତ କରିଥାଏ, ଆମକୁ କରେଣ୍ଟ ଆକାଉଣ୍ଟ ଡେଫିସିଟ ବଢେଇଥାଏ ଏବଂ ଆମକୁ ଯୋଉ ଯେହେତୁ କଷ୍ଟ ବଢିଯାଏ ତେଣୁ ଯୋଉଟା କି ଟ୍ରାନ୍ସପୋର୍ଟେସନ ସବୁ ପ୍ରଡକ୍ଟ ଉପରେ ତାର ଇମ୍ପାକ୍ଟ ପଡିଥାଏ, ଆମର ସେଟା ମୁଦ୍ରାସ୍ଫୀତିରେ ମଧ୍ୟ ଆମକୁ ପ୍ରଭାବିତ କରିଥାଏ। ତୃତୀୟ ହେଲା ଗୋଲ୍ଡ। ଭାରତ ଏବଂ ଭାରତୀୟ ମାନେ ଗୋଲ୍ଡ ଇମ୍ପୋର୍ଟ କରିଥାନ୍ତି ଏବଂ ଆମେ ଦେଖିଛୁ ବଜାରରେ ବିଗତ 4-5 ବର୍ଷ ହେଲା ଗୋଲ୍ଡ ଦାମ ଲଗାତାର ଭାବେ ବଢି ବଢି ଚାଲିଛି ଏବଂ ଯେହେତୁ ଯୁଦ୍ଧକାଳୀନ ସ୍ଥିତି ଆସିଛି ଏଇଟା ଗୋଟେ ଆଣ୍ଟି ଆମର ଗୋଟେ ଇନ୍ସୁଲେଟ କରେ ଆମର ଯୋଉ ପ୍ରାଇସିଂ ଯୋଉ କମିବା ଅନ୍ୟ ଜିନିଷ ଉପରେ। ତେଣୁ ସୁନା କିଣିଦେଲେ ସେଟା ତାକୁ ବହୁତ ଭାବରେ ପ୍ରୋଟେକ୍ଟ କରିଥାଏ। ତେଣୁ ସୁନା ଦାମ ମଧ୍ୟ ବଢିଥାଏ ଏଇ ଯୁଦ୍ଧ ସମୟରେ। ସାର୍ ଏଇ ଯୋଉ ଯୁଦ୍ଧ ପାଇଁ ବର୍ତ୍ତମାନ ସୁନା ଉପରେ ତାର କଣ ପ୍ରଭାବ ପକେଇବ ବୋଲି ଭାବୁଛନ୍ତି? ଦାମ ବଢିବାର ଯଥେଷ୍ଟ ସମ୍ଭାବନା ରହିଛି ଭାବନା ଏବଂ ଅଛି। ବଢିପାରେ ମଧ୍ୟ, ଅଲରେଡି ବଢୁଛି। ହୁଁ। ତେଣୁ ଆପଣ ଦେଖିଥିବେ ଗୋଲ୍ଡ ପ୍ରାଇସ ଟା ଅଲ ଟାଇମ ହାଇ ଅଛି, ଏଟା ହେଲା 3। ତାପରେ ଯେମିତି ମୁଁ କହିଲି ମୁଦ୍ରାସ୍ଫୀତି, ଯେହେତୁ ଆମଦାନୀ ରପ୍ତାନି ଉପରେ ବର୍ତ୍ତମାନ କୋଉ ପୋର୍ଟ ଦେଇକରି ଜିନିଷ ନ ଆସିବି ମଧ୍ୟ ପାରେ, ଆମେ ରୁଟ ବଦଳେଇବାକୁ ପଡିବ, ଆମର ସିପିଂ କଷ୍ଟ ବଢିଯିବ, ଟ୍ରାନ୍ସପୋର୍ଟେସନ କଷ୍ଟ ବଢିଯିବ। ତେଣୁ ଏଗୁଡିକ ସବୁ ମୁଦ୍ରାସ୍ଫୀତି ଉପରେ ପ୍ରଭାବ ପକେଇଥାଏ। ତେଣୁ ଆମେ ଦେଖିବା ଯେ ସେଟା କିଭଳି ଭାବରେ ଆମକୁ ସବୁଠୁ କମ ପ୍ରଭାବିତ କରୁଛି, ନହେଲେ ଆମେ ସେଇ ଦେଶରୁ ଯୋଉଗୁଡିକ ଇମ୍ପୋର୍ଟ କରୁଛେ ସେଟା ବାଧାପ୍ରାପ୍ତ ହବ। ସେ ଦେଶ ଗୁଡିକୁ ବା ତା ପାଖାପାଖି ଦେଶକୁ ଯୋଉଗୁଡିକ ରପ୍ତାନି କରିବୁ ତାର ମଧ୍ୟ କଷ୍ଟ ବଢିଯିବ, ଇନକମ୍ପିଟେଟିଭ ହେଇଯିବ। ତେଣୁ ଏଇଟା ଗୋଟେ ଆର ଗୋଟେ ପ୍ରଭାବ ନକାରାତ୍ମକ ପ୍ରଭାବ ମଧ୍ୟ ପଡିଥାଇପାରେ। ଚତୁର୍ଥ ହେଲା ଯେ ଯେତେବେଳେ ଯେତେବେଳେ ବିଜନେସ ପ୍ରସ୍ପେକ୍ଟ ଭଲ ରହେ ସେତେବେଳେ ଷ୍ଟକ୍ ମାର୍କେଟରେ ମଧ୍ୟ ଆପଣ ଦେଖିବେ ଗୋଟେ ବୁଲ ମାର୍କେଟ ବା ବଢିଥାଏ, ତାକୁ ସୁପ୍ରଭାବ ପଡିଥାଏ। ଯୋଉମାନେ ଇନଭେଷ୍ଟ କରିଥାନ୍ତି ସେମାନେ ତାଙ୍କ ଭ୍ୟାଲ୍ୟୁ ବଢେଇ ପାରିବାରେ ସକ୍ଷମ ହେଇଥାନ୍ତି। କିନ୍ତୁ ଯେତେବେଳେ ମାର୍କେଟରେ ଗୋଟେ ଅନସର୍ଟେନିଟି ଆସିଥାଏ ବା ସେନ୍ସିଟିଭ ଥାନ୍ତି, ଯେହେତୁ ଷ୍ଟକ୍ ମାର୍କେଟ ସଦାବେଳେ ସେନ୍ସିଟିଭ ଥାନ୍ତି ଯୋଉ କୋଉ ପ୍ରକାର ବିଜନେସ ଏନଭାୟରମେଣ୍ଟ କୁ ଆସୁଛି, ତେଣୁ ଆମେ ସେଥିରେ ମଧ୍ୟ ଆମେ ଦେଖିବା ଯେ ଆମର ଗତ କିଛି ଦିନରେ ପ୍ରାୟ 1200ରୁ 1600 ପଏଣ୍ଟ ଖସିଛି, ଯୋଉଟା କି ମଧ୍ୟ ଆମେ ଆଜି ପେପରରେ ଆପଣ ଦେଖିଥିବେ ଯେ 8ରୁ 10 ଲକ୍ଷ କୋଟି ମଧ୍ୟ ସେଥିରେ ଲସ୍ ହେଇଛି ପୁଞ୍ଜିପତି ବା ପୁଞ୍ଜି ନିବେଶକାରୀ ମାନଙ୍କର। ତେଣୁ ଗୋଟେ କଥା ମନେ ରଖିବା କଥା ଯେ ଯେତେବେଳେ ଯେତେବେଳେ ଯୁଦ୍ଧ ଘଟିଥାଏ ବା ଯୁଦ୍ଧ ହେଇଥାଏ ଏବଂ ସ୍ପେଶିଆଲି ଏଭଳିଆ ଯୁଦ୍ଧ ଯୋଉଠି ଇସ୍ରାଏଲ ଭଳି ଦେଶ ଇନଭଲଭ ଅଛନ୍ତି, ଇରାନ ଅଛି, ଅନ୍ୟାନ୍ୟ ଦେଶ ମାନେ ଅଛନ୍ତି ଏବଂ ଯୋଉଠି ଆମେରିକା ଡାଇରେକ୍ଟଲି ବା ଇନଡାଇରେକ୍ଟଲି ଏଥିରେ ଇନଭଲଭ ଅଛି ଏବଂ ଯୋଉଠି ଆମେରିକା ଆସିଲା ପୃଥିବୀର କୂଟନୈତିକ ଶକ୍ତି ଦେଖିଲେ ରଷିଆ, ନର୍ଥ କୋରିଆ, ଚାଇନା ଏମାନେ ମଧ୍ୟ କୋଉଠି କୋଉଠି ପ୍ରଭାବିତ ହେଇଥାନ୍ତି। ତେଣୁ ଆମକୁ ଦେଖିବାକୁ ପଡିବ ଯେ ଏଇଟା କେତେ ଦୂର ଆମେ ଷ୍ଟକ୍ ମାର୍କେଟରେ ଆର ପ୍ରଭାବ ପକାଉଛି, କିନ୍ତୁ ଆକୁ କାଉଣ୍ଟର କରିବା। ନିଫ୍ଟି କେତେ ଅଛି ସାର୍, ଖସିଛି କି ନାହିଁ ବର୍ତ୍ତମାନ ଯୋଉ ଯୁଦ୍ଧ ପାଇଁ? ବର୍ତ୍ତମାନ ନିଫ୍ଟି କେତେ ଅଛି? ଆଉ ଆପଣ ତାର କାଲି ଦେଖିଥିବେ 1600 ପଏଣ୍ଟ ଖସିଛି ସେନ୍ସେକ୍ସ ଏବଂ ନିଫ୍ଟିରେ 495 ପଏଣ୍ଟ ମୋର ଯାହା ମନେ ପଡୁଛି ବୋଧେ କମିଛି। ତେଣୁ ନିଶ୍ଚୟ ଆର ପ୍ରଭାବ ପଡିବ, 26,000 କେତେ ଅଛି କିନ୍ତୁ ନିଫ୍ଟି? କିନ୍ତୁ ଗୋଟେ କଥା ଜାଣିବାକୁ ପଡିବ ଯେ ଭାରତୀୟ ଅର୍ଥନୀତି ଏବଂ ଭାରତରେ ଯୋଉ ପ୍ରକାର ରିଫର୍ମସ କୁହନ୍ତୁ, ଗୋଟେ ୱାର୍ଲଡର ଫାଷ୍ଟେଷ୍ଟ ଇକୋନୋମି ଆଜିକା ଦିନରେ 7% ରୁ 7.5% ଆକଳନ କରାଯାଉଛି, ଯେତେବେଳେ ପୃଥିବୀର ଅର୍ଥନୀତି କେବଳ 2.5 ରୁ 3% ବଢୁଛି, ଅନେକ ଦେଶ ନେଗେଟିଭ ଗ୍ରୋଥ ଆଣିଛନ୍ତି ବିଗତ କିଛି ଦିନରେ। ତେଣୁ ଆମେ ଯଦିଓ ଭଲ ସ୍ଥିତିରେ ଏପର୍ଯ୍ୟନ୍ତ ଅଛୁ, କିନ୍ତୁ ଯେକୌଣସି ପରିସ୍ଥିତିରେ ପୃଥିବୀରେ କୋଉ ବି ଜାଗାରେ ଯୁଦ୍ଧ ହେଲେ ତାର କିଛି ନକାରାତ୍ମକ ପ୍ରଭାବ ପଡିଥାଏ। ତେଣୁ ଆମେ ଏଇ ଯୋଉ 4ଟି ଜିନିଷ ମୁଁ କହିଲି ସେଟା ମେନଲି
ଆମକୁ ଅର୍ଥନୀତିରେ ପଛକୁ ଆଣିଥାଏ। ତେଣୁ ଏଇ ଯୁଦ୍ଧ ସମୟରେ ଯଦି ଆଡଭାଇସ୍ କୁହାଯିବ ତାହେଲେ ଆମେ ୱାଚଫୁଲ ରହିବା ଯେ ଆର କଣ ପ୍ରଭାବ ପଡୁଛି ଏବଂ ସେ ପ୍ରଭାବ ଅନୁସାରେ ଆମର କଣ କରିବା କଥା ବା ରେକମେଣ୍ଡେସନ ରହିବା କଥା ଆମେ ସେ ଅନୁସାରେ କାମ କରିବା। ଅଧିକ ରିସ୍କ ନବାନି ଏଇ ଯୁଦ୍ଧ ସମୟରେ ଏବଂ ନିଜର ପୁଞ୍ଜିକୁ ପ୍ରୋଟେକ୍ଟ କରିବା ହଉଛି ଗୋଟେ ପ୍ରାୟୋରିଟି ଏ ସମୟ। ନିହାତି ଭାବରେ ସାର୍ ଏଇଠି ଗୋଟେ କଥା ହଉଛି ବର୍ତ୍ତମାନ ଯେତେବେଳେ କୁହାଯାଉଛି ଇସ୍ରାଏଲକୁ ବର୍ତ୍ତମାନ ଆମେରିକା ସମର୍ଥନ କରୁଛି ଆଉ ବର୍ତ୍ତମାନ ଯଦି ଇରାନର ଆଣବିକ ଘାଟି ଉପରେ ଯଦି ଆକ୍ରମଣ କରେ ଇସ୍ରାଏଲ ତାହେଲେ ୟା ଦ୍ୱାରା ଆମର ଦେଶର ଅର୍ଥନୀତି ଉପରେ କିଛି କଣ ପ୍ରଭାବ ପକାଉଛି? ମୁଁ ସେଇ ଉତ୍ତର ଦେବି ଯେ ଆଣବିକ ଶକ୍ତି ଉପରେ ଯେତେବେଳେ ଯୁଦ୍ଧ ବା ଆଟାକ୍ କରୁଛି ତାର ପ୍ରଭାବ ଆହୁରି ଅଧିକ ପଡିବ କିନ୍ତୁ ଆଡଭର୍ସ ଇମ୍ପାକ୍ଟ ରହିବ ଏବଂ ଯୋଉଟା କି ମେନଲି ଯୋଉଟା ଦେଶ ମାନଙ୍କର କନସର୍ନ ଯେ ଏଇଟା ଗୋଟେ ବିଶ୍ୱ ଯୁଦ୍ଧରେ ପରିଣତ ନ ହଉ କାରଣ ବିଶ୍ୱ ଯୁଦ୍ଧରେ ପରିଣତ ହେଲେ ଅଧିକରୁ ଅଧିକା ଦେଶ ନିଜ ନିଜ ଭିତରେ ଲଢେଇ କରିବେ ଏବଂ ତାର ନକାରାତ୍ମକ ପ୍ରଭାବ ପଡିବ। ତେଣୁ ଆମେ ଆଶା କରିବା ଯେ ଯଦି ଏଇ ଯୋଉ G7 ବସୁଛି ବା ଅନ୍ୟାନ୍ୟ ଦେଶ ମାନେ ଯୋଉ ବସୁଛନ୍ତି କିଛି ସଲ୍ୟୁସନ ବାହାର କରିବା ପାଇଁ ବୋଧହୁଏ ସେଇଟା ହେଲେ ଆମେ ସମସ୍ତେ ଆଶା କରିବା ଭଗବାନଙ୍କୁ ପ୍ରାର୍ଥନା କରିବା କେତେ ଜଲ୍ଦି ଏ ଯୁଦ୍ଧର ପରିସମାପ୍ତି ଘଟୁଛି ଏବଂ ଆମେ ସେଇ ଯୋଉ କୁପ୍ରଭାବରୁ କିଭଳି ଦୂରେଇ ରହୁ ଏଇଟା ଆମର ସମସ୍ତଙ୍କର କାମନା ରହିବ। କହୁଥିଲେ ଯେମିତି କି ଆମେ ଆଲୋଚନା କରୁଥିଲେ ସୁନା ଉପରେ ତାର ପ୍ରଭାବ ପକାଉଛି ଷ୍ଟକ୍ ମାର୍କେଟ ଉପରେ ପ୍ରଭାବ ପକାଉଛି କିନ୍ତୁ ବର୍ତ୍ତମାନ ଯେତେବେଳେ ସାଧାରଣ ଲୋକ ଯିଏ କି ଫିକ୍ସ ଡିପୋଜିଟ ରଖୁଛନ୍ତି ଆରଡି ରଖୁଛନ୍ତି ସେ ସବୁକୁ କିଛି ଏଫେକ୍ଟ କରୁଛି କି? ଦେଖନ୍ତୁ ଡାଇରେକ୍ଟଲି ସିଗ୍ନିଫିକାଣ୍ଟଲି ଆଫେକ୍ଟ ନ ପଡିପାରେ କିନ୍ତୁ ଯେତେବେଳେ ମୁଦ୍ରାସ୍ଫୀତି ବଢିବ ସେତେବେଳେ ଆପଣଙ୍କର ଯୋଉ ଫିକ୍ସ ଡିପୋଜିଟ ଭ୍ୟାଲ୍ୟୁ ବା ମନି ଭ୍ୟାଲ୍ୟୁ ପରଚେଜିଂ ପାୱାର ବେସିସ ରେ କମିବ। ତେଣୁ କେବେ ବି ମୁଁ ଆପଣଙ୍କୁ ଗୋଟେ କଥା କହୁଛି କେବେ ବି ଯୁଦ୍ଧ ପୃଥିବୀ ପାଇଁ ଭଲ ନୁହଁ ଏବଂ ଭାରତ ପାଇଁ ବି ନିଶ୍ଚୟ ଭଲ ନୁହଁ। ସେଥିପାଇଁ ଭାରତ ସଦାବେଳେ ଆପଣେଇଥାଏ ଗୋଟେ ନନ୍ ଭାଉଲେନ୍ସ ଏବଂ ଯୁଦ୍ଧଠୁ ବିରତି ରହିବା ପାଇଁ କେବଳ ନିଜ ପ୍ରୋଟେକ୍ସନ ପାଇଁ କେବେ ନିଜେ ଆଟାକ୍ କରିବା ପାଇଁ କେବେ ଭାରତ କୌଣସି ବିଶେଷ ପଦକ୍ଷେପ ନେଇନଥାଏ ଯୋଉଥିପାଇଁ ଭାରତକୁ କୂଟନୈତିକ କ୍ଷେତ୍ରରେ ସମସ୍ତେ ଆପ୍ରିସିଏଟ କରିଥାନ୍ତି। ଆଜ୍ଞା ବହୁତ ବହୁତ ଧନ୍ୟବାଦ। ମୋ ସାଙ୍ଗରେ ଥିଲେ ରାଜୀବ ଶେଖର ସାହୁ ଯିଏକି ବର୍ତ୍ତମାନ କହୁଥିଲେ ଯେ ଅର୍ଥନୀତି କିପରି ଭାବରେ ଆମର ଯଦି ସେୟାର ମାର୍କେଟ ହଉ କିମ୍ବା ସୁନା କ୍ଷେତ୍ରରେ ହଉ କିମ୍ବା ଫିକ୍ସ ଡିପୋଜିଟ ହଉ ଏସବୁର ଆଶଙ୍କା ଅନେକ ରହିଛି। ବର୍ତ୍ତମାନ ଯେତେବେଳେ ଦେଖୁଛନ୍ତି ଆମର ଯୁଦ୍ଧ ଘନୀଭୂତ ହଉଛି ଏବଂ ମିସାଇଲ ଉପରେ ମାଡ଼ ମିସାଇଲ ମଧ୍ୟ କ୍ଷେପଣାସ୍ତ୍ର ମଧ୍ୟ ପ୍ରୟୋଗ କରାଯାଉଛି ଏ କ୍ଷେତ୍ରରେ ଯୁଦ୍ଧକୁ ନେଇକି ଯେତେବେଳେ ତୀବ୍ରତା ଉତ୍ତେଜନତା ବହୁତ ବଢିବାରେ ଲାଗିଛି ଆମର ପ୍ରଥମ କର୍ତ୍ତବ୍ୟ ହଉଛି ଆମ ଅର୍ଥନୀତିକୁ ଆମେ କିପରି ଭାବରେ ସନ୍ତୁଳନ କରି ରଖିପାରିବା ଏବଂ ତାକୁ ଭଲ ଭାବରେ ମ୍ୟାନେଜ କରିବା। ତେବେ ଅଧିକ କିଛି ନ୍ୟୁଜ ଦେଖିବା ପାଇଁ ଯଦି ଆପଣ ଚାହୁଁଛନ୍ତି ଆମ ନ୍ୟୁଜ ରୁମକୁ ଆପଣ ଲାଇକ୍ କରନ୍ତୁ ସେୟାର କରନ୍ତୁ ସବସ୍କ୍ରାଇବ କରନ୍ତୁ ପାଖରେ ଥିବା ବେଲ୍ ଆଇକନକୁ ମଧ୍ୟ ପ୍ରେସ୍ କରିଦିଅନ୍ତୁ। ନମସ୍କାର ସାର୍।